ନଗଡ଼ାରେ 9 ଜଣ ଶିଶୁମାନଙ୍କୁ ଖଡ଼ି ଛୁଆଇଲେ ଜିଲ୍ଲାପାଳ ପି ଅନୁସୂୟା ରେଡ୍ଡି। ନଗଡ଼ାରେ ଆଜି 9 ଜଣ ଶିଶୁମାନଙ୍କୁ ଖଡ଼ି ଛୁଆଇଛନ୍ତି ଜିଲ୍ଲାପାଳ ପି ଅନୁସୂୟା ରେଡ୍ଡି। ଅଗ୍ରପୂଜ୍ୟ ଗଣେଶ କଳସ ଓ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଫଟୋଚିତ୍ରରେ ଯଥାରୀତି ପୂଜାପାଠ ପରେ ଶିଶୁ ବାଟିକାର 3 ଜଣ ଓ ପ୍ରଥମ ଶ୍ରେଣୀର 6 ଜଣ ଛାତ୍ରଛାତ୍ରୀଙ୍କ ହାତ ଧରି ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡି ସିଲଟରେ 3ଟି ବୃତ୍ତ ଆଙ୍କି ସେମାନଙ୍କ ବିଦ୍ୟାଳୟ ଆରମ୍ଭ କରାଇଛନ୍ତି। ସମସ୍ତଙ୍କ ଶୁଭ ମନାସି ସମ୍ପୃକ୍ତ ଶିଶୁ ଅଭିଭାବକଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିଥିବା ବୁଧବାର 2 ଘଟିକା ସମୟରେ ଦେଖିବାକୁ ମିଳିଛି। ସ୍ନାନ ଶୌଚ ପରେ ନୂତନ ପୋଷାକରେ ବେଶ୍ ସଫାସୁତୁରା ଥାଇ ଖୁସି ଦିଶୁଥିବା ନଗଡ଼ାର ଏହି ଯୁବାଙ୍ଗ ଶିଶୁମାନଙ୍କ ମନରେ ମେଞ୍ଚାଏ ସ୍ୱପ୍ନ ଥିବା ଭଳି ଜଣାପଡ଼ୁଥିଲା। ନଗଡ଼ା ଶିଶୁ ସ୍କୁଲ ଶିକ୍ଷୟିତ୍ରୀ ରଚନା ନାୟକ ଚିହ୍ନାଇବା ପରେ ପିଲାଏ ଜିଲ୍ଲାପାଳଙ୍କ ପାଖକୁ ଯାଇ ଉତ୍ସାହିତ ହୋଇଥିଲେ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ପ୍ରାଥମିକ ପିଲାମାନଙ୍କ ପାଇଁ ଶିଶୁ ବାଟିକାର ଶୁଭାରମ୍ଭ ଉଦ୍ଦେଶ୍ୟରେ ବୁଧବାର ଦିବା 2 ଘଟିକା ସମୟରେ ନଗଡ଼ା ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଜିଲ୍ଲାପାଳ ଶ୍ରୀ ରେଡ୍ଡି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡି ଶିଖାଇବାର ଖୁସି ବଡ଼ ଖୁସି ଏବଂ ବିଦ୍ୟାଦାନ ମହଦାନ ବୋଲି ମତବ୍ୟକ୍ତ ରଖି ବାଧା ରହିତ ଅଧ୍ୟୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଡ୍ରପ୍ ଆଉଟ୍ ଉପରେ ଫୋକସ୍ ରଖିବା ସହ ନଗଡ଼ା ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ଅଧାରୁ ପାଠ ଛାଡ଼ିଥିବା 54 ଜଣ କିଶୋର କିଶୋରୀଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେଥିପାଇଁ ପୁରା ଶିକ୍ଷା ବିଭାଗ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।